ଏଠି ଆମେ ଆଜି ସନ୍ଧ୍ୟା କାଳରେ ପ୍ରଭୁଙ୍କର ପ୍ରଶଂସା କରୁଛୁ ଯେ ଏଠି ଆମେ ହିତୋପଦେଶ 20 ଅଧ୍ୟାୟ ଆମେ ଦେଖୁଛୁ ଯେ କାଲି ଆମେ 1ରୁ 5 ପଦ ପର୍ଯ୍ୟନ୍ତ ଆମେ ଦେଖିଥିଲେ। ମୁଖ୍ୟ ବିଷୟ କ'ଣ କ'ଣ ଦେଖିଥିଲେ ନା ଦ୍ରାକ୍ଷାରସ ନିନ୍ଦୁକ ମଦ୍ୟ କଳହକାରୀ, ଯେଉଁମାନେ ମଦ ପାନ କରନ୍ତି ସେମାନେ ଜ୍ଞାନବାନ ନୁହେଁ। ତାପରେ ଆମେ ଆଉ ଗୋଟିଏ ବିଷୟ ଦେଖିଲୁ, ରାଜା ବା ମୁଖିଆ ଲୋକମାନଙ୍କୁ ବା ଗଭର୍ଣ୍ଣମେଣ୍ଟ ଅଧିକାରୀ ଲୋକମାନଙ୍କୁ ଆମେ ବିରକ୍ତ କରିବାନି। ତୃତୀୟରେ ଆମେ ଦେଖିଲୁ ବିବାଦରୁ ନିବୃତ୍ତ ହେବା, ବିବାଦକୁ ଆମେ ଲିଭ୍ କରି ପଳେଇ ଆସିବା ଛାଡ଼ି ଦେଇକି। ଆଉ ତାପରେ ଆମେ ଦେଖିଥିଲୁ ଅଳସୁଆ ଆମେ ହେବା ନାହିଁ। ତାପରେ ଆମେ 5 ପଦରେ ମଧ୍ୟ ଦେଖିଲୁ ମନୁଷ୍ୟର ମନର ମନ୍ତ୍ରଣା ବିଷୟରେ ଦେଖିଲୁ, ଗଭୀର ଜଳକୁଣ୍ଡ। ଆଜି ଆମେ 6ରୁ 10 ପଦ ପର୍ଯ୍ୟନ୍ତ ହିତୋପଦେଶ ଯେତେବେଳେ ଆମେ ପଢ଼ୁଛୁ ପ୍ରଭର୍ବ ଚାପ୍ଟର 20 verse 6 to 10, ତା ଭିତରେ ଲେଖା ହେଇଛି, ଅଧିକାଂଶ ଲୋକ ଆପଣା ଆପଣା ଦୟାଳୁତା ପ୍ରଚାର କରନ୍ତି, ମାତ୍ର ବିଶ୍ୱସ୍ତ ଲୋକ କିଏ ପାଇପାରେ? ଅନେକ ଲୋକମାନେ ସେମାନେ ନିଜ ନିଜର ଦୟାଳୁତା ପ୍ରଚାର କରନ୍ତି। ସେମାନେ କ'ଣ କହନ୍ତି ନା ମୁଁ ବହୁତ ଦୟାଳୁ, ମୁଁ ବହୁତ ଭଲ, ମୁଁ ଲୋକମାନଙ୍କୁ ସବୁ ସାହାଯ୍ୟ କରୁଛି, ହେଲ୍ପ କରୁଛି, ଆଉ ମୁଁ ବହୁତ ଦୟାଳୁ ଲୋକ। କିନ୍ତୁ ଏଠି କ'ଣ ଲେଖା ହେଉଛି, ନିଜେ ଦୟାଳୁ ଲୋକ କହିବା ଉଚିତ ନୁହେଁ ଯେ ମୁଁ ବହୁତ ଦୟାଳୁ ଲୋକ, ମୁଁ ବହୁତ ହେଲ୍ପଫୁଲ୍ ଲୋକ, ମୁଁ ଲୋକମାନଙ୍କୁ ସବୁ ସାହାଯ୍ୟ କରେ, ଟଙ୍କା ପଇସା ସାହାଯ୍ୟ କରେ, କାମରେ ସାହାଯ୍ୟ କରେ। ଏଟା କହିବା ଆବଶ୍ୟକ ନାହିଁ। କାହିଁ ଲେଖା ହେଇଛି ଯେ ମାତ୍ର ବିଶ୍ୱସ୍ତ ଲୋକ କିଏ ପାଇପାରେ? ବିଶ୍ୱସ୍ତ ଫେଥଫୁଲ୍ ପର୍ସନ୍, ଏ ପରଫେକ୍ଟ ଭଲ ଲୋକ ବା ବିଶ୍ୱସ୍ତ ଭାବରେ କାର୍ଯ୍ୟ କରୁଥିବା ବା ଲୋକମାନଙ୍କ ସହିତ ଯୋଗାଯୋଗ ରଖୁଥିବା, ବିଶ୍ୱସ୍ତ ହେଇକି ରହିବା, ବିଶ୍ୱସ୍ତରେ କାର୍ଯ୍ୟ କରିବା, ବିଶ୍ୱସ୍ତ ଭାବରେ ପରିବାରର ଦାୟିତ୍ୱ ନେବା, ବିଶ୍ୱସ୍ତ ଭାବରେ ସମାଜର ସେବା କରିବା, ବିଶ୍ୱସ୍ତ ଭାବରେ ପର ଉପକାର କରିବା ଲୋକମାନଙ୍କର, ଏଇସବୁ ବିଷୟ ଆମକୁ କୁହାଯାଇଛି। ଆମେ ବିଶ୍ୱସ୍ତ ହେବା ଦରକାର। 7 ପଦରେ କ'ଣ ଲେଖା ହେଉଛି, ଯେଉଁ ଧାର୍ମିକ ଲୋକ ଆପଣା ସରଳତାର ଆଚରଣ କରେ ତାହା ଉତ୍ତାରେ ତାର ସନ୍ତାନମାନେ ଧନ୍ୟ ହୁଅନ୍ତି। ଯେଉଁ ଧାର୍ମିକ ଲୋକ ବା ଯେଉଁ ବିଶ୍ୱାସୀ ଲୋକ, ପ୍ରଭୁଙ୍କଠାରେ ବିଶ୍ୱାସ କରିଥିବା ଲୋକ କ'ଣ ହେବ ନା ସରଳତାରେ ଆଚରଣ କରିବ। ତାଠାରେ କୌଣସି ପ୍ରକାର କପଟତା ନଥିବ, କ୍ରିଟିକାଲ ନଥିବ, ତା ମଧ୍ୟରେ କୌଣସି ସେ ଲୋକଠାରେ କୌଣସି ତାମସା ନଥିବ ବା କୌଣସି ନିନ୍ଦା ଥଟ୍ଟା ପରିହାସ ତାମସା ଫିଙ୍ଗିଡ଼ି ଖେଳିବା ଏସବୁ ନଥିବ। ବା ଜଣେ ପଡ଼ିଗଲେ ହସିଦେବା, ଜଣେ ଗରିବ ଲୋକ ହେଇଛି ତାର ଲୁଗା ଛିଡ଼ା ଲୁଗା ବି ତାକୁ ଦେଖି ହସିଦେବା, ଏ ପ୍ରକାର ବ୍ୟବହାର ନଥିବ। ସରଳତାରେ ଜୀବନଯାପନ କରୁଥିବ, ପ୍ରଭୁଙ୍କ ରାସ୍ତାରେ ସେ ଜୀବନଯାପନ କରୁଥିବ, ସେ ସତ୍ୟତାରେ ଜୀବନଯାପନ କରୁଥିବ, ନ୍ୟାୟ ଭାବରେ ଜୀବନଯାପନ କରୁଥିବ। ଆଉ ସେଇ ଲୋକମାନଙ୍କର ପିଲାମାନେ, ତାର ପୁଅ ଝିଅମାନେ, ପାଇଆ ମାନେ ସେମାନେ ଆଶୀର୍ବାଦ ପାଆନ୍ତି। ଯେଉଁ ବାପା ମା' ମାନେ ସରଳତାରେ ଯାଆନ୍ତି ତାଙ୍କର ପିଲାମାନେ ବହୁତ ଆଶୀର୍ବାଦ ମଧ୍ୟରେ ରହନ୍ତି। ତାପରେ ଆମେ 8 ପଦ ଦେଖୁଛୁ, ଯେଉଁ ରାଜା ବିଚାରସନରେ ବସେ ସେ ନିଜ ଚକ୍ଷୁ ଦ୍ୱାରା ମନ୍ଦ ବିଷୟ ଉଡ଼େନି। ଯେଉଁ ରାଜା ତାର ସିଂହାସନରେ ବସିଲା, ମନେକର ଧର ଗୋଟେ ଉଦାହରଣ ଦେଉଛି, ମୁଁ ଧର ଜଣେ ରାଜା, ଗୋଟେ ଉଦାହରଣ, ରାଜା ମୋ ସିଂହାସନରେ ଯେତେବେଳେ ମୁଁ ବସିଛି ମୋର ଖରାପ ବିଷୟ ଗୁଡ଼ା ଚାଲିଛି, ଉଡ଼େଇଦେବି ମନ୍ଦ ବିଷୟ ଗୁଡ଼ା। ଜଣେ ରାଜା ଲେଖା ଅଛି, ଯେଉଁ ରାଜା ବିଚାରସନରେ ବସେ, ଯେଉଁ ରାଜା ତାର ସିଂହାସନରେ ତା ଚେୟାରରେ ବସେ ସେ ନିଜ ଚକ୍ଷୁ ଦ୍ୱାରା ଆଖି ଦ୍ୱାରା ମନ୍ଦ ବିଷୟ ଗୁଡ଼ା କ'ଣ କରେ? ଉଡ଼େଇ ଦିଏ। ମନ୍ଦ ବିଷୟ ଗୁଡ଼ା ଦେଖେ ନା, ମନ୍ଦ ବିଷୟ ଚିନ୍ତା କରେ ନା, ମନ୍ଦ କାର୍ଯ୍ୟ କରେ ନା, କାରଣ ସେ ରାଜା। ନ୍ୟାୟ ଭାବରେ ସେ ଲୋକମାନଙ୍କର ବିଚାର କରେ, ଲୋକମାନଙ୍କୁ ସହାୟତା କରେ। ଲେଖା ଅଛି 9 ପଦରେ, ଆମେ ଆପଣା ମନ ନିର୍ମଳ କରିଛୁ, ଆମେ ଆପଣା ପାପରୁ ପରିଷ୍କୃତ ଅଟୁ, ଏହା କିଏ କହିପାରେ? କୌଣସି ଲୋକ ଜଗତରେ କହିପାରିବ ନାହିଁ ଯେ ମୋର ମନ ବହୁତ ନିର୍ମଳ ଅଛି ବା ମୋର ମନ ବହୁତ ନିର୍ମଳ ଅଛି ଆଉ
ମୁଁ ପାପରୁ ବହିଷ୍କୃତ ହେଇଛି, ମୋର ପାପ ନାହିଁ, ଏଭଳିଆ କେହି ଲୋକ କହିପାରିବେନି। ମୁଁ ଜଣେ ନିଷ୍ପାପୀ କେହି କହିପାରିବେନି, କାରଣ ବାକ୍ୟ କହୁଛି ଆମେମାନେ ସମସ୍ତେ ପାପୀ। ମୁଁ ମଧ୍ୟ ପାପୀ, ଜଗତର ପ୍ରତ୍ୟେକ ଲୋକ ଆମମାନେ ପାପୀ ଲୋକ। ତେଣୁକରି ସେ ପାପୀକୁ ଉଦ୍ଧାର କରିବା ପାଇଁ ଯୀଶୁଖ୍ରୀଷ୍ଟ ଆସିଥିଲେ, ପାପରୁ ଉଦ୍ଧାର କରିବା ପାଇଁ। ତେଣୁ କୌଣସି ମନୁଷ୍ୟ କହିପାରିବ ନାହିଁ ଯେ ମୁଁ ଜଣେ ନିଷ୍ପାପୀ ବା ମୁଁ ପାପରୁ ନିବୃତ୍ତ ହେଇଛି ବା ମୁଁ ମୋ ମନ ନିର୍ମଳ କରିଛି, କେହି କହିପାରିବ ନାହିଁ। ତାପରେ ଆମେ ଲାଷ୍ଟ ପଦ ଆମେ ଦେଖୁଛୁ 10 ପଦରେ ନାନା ପ୍ରକାର ବଟକରା, ନାନା ପ୍ରକାର ପରିମାଣ ଉଭୟ ସମାନରୁ ସଦାପ୍ରଭୁ ଘୃଣିତ। ସଦାପ୍ରଭୁଙ୍କ ଠାରେ ଘୃଣିତ। ସଦାପ୍ରଭୁ ଘୃଣା କରନ୍ତି କେଉଁ ବିଷୟ ନା ବଟକରା ଓଜନ କରିକି ଦିଅନ୍ତି କିଲୋ। ଆଗେ ଇଏ 100 ଗ୍ରାମ, 200 ଗ୍ରାମ, 500 ଗ୍ରାମ, 1000 ମାନେ 1 କିଲୋ, ସେଇଟା ସବୁ ଦିଅନ୍ତି। ଏବେ ସବୁ ଆଉ ସେଟା ବ୍ୟବହାର କରନ୍ତି, ମେସିନ୍ ବାହାରିଗଲାଣି, ଡିଜିଟାଲ ମେସିନ୍। ତୁମେ ଏ ଜିନିଷଟା ପକେଇଲେ କେତେ ଗ୍ରାମ ହେଲା, 200 ଗ୍ରାମ ହେଲା, ସେଟା ସାଙ୍ଗେ ସାଙ୍ଗେ। କିନ୍ତୁ ଆଉ ଆଗରୁ କ'ଣ କରୁଥିଲେ, ସେ ମେସିନ୍ ବାହାରି ନଥିଲା, ଏମିତି କିଲୋ ପାଇଲାରେ ଓଜନ କରୁଥିଲେ। ଏଇଟା କିଲୋ ଏପଟେ ପକେଇଲେ, ଏପଟେ ପରିବା, ଏଠାରେ ମନେକର ବାଇଗଣ କି ଆଳୁ କି ପୋଟଳ କିଲୋ ନେବୁ, ପୋଟଳ କିଲୋ କେତେ ନା ପୋଟଳ କିଲୋ 30 ଟଙ୍କା, ଏପଟେ ଗୋଟେ କିଲୋ ପାଲା ପଡ଼ିଥିବ, ଠିକ୍ ସମାନ ହେଲେ ହଁ ଏଟା କିଲୋ ହେଇଗଲା, କିଲୋ ପୋଟଳ କିଲୋ 30 ଟଙ୍କା ନେଇଗଲା। ଏଇ ପ୍ରକାର ବ୍ୟବସ୍ଥାକୁ ପ୍ରଭୁ ଘୃଣା କରନ୍ତି। ଆଗେ କେମିତି ଦେଉଥିଲେ ପନିପରିବା, ଆଗେ ଗଦା ଏଇଟା ଏଇଟା ଗୋଟେ 15 ଟଙ୍କା ବା 10 ଟଙ୍କା ଗଦା କରିକି ଦେଉଥିଲେ, ଭାଗ କରିକି। ଏଇଟା ଗୋଟେ 10 ଟଙ୍କା, ଏଇଟା 10 ଭାଗ କରିଥିବେ, 10 ଟଙ୍କା, ଏଇଟା କେତେ ଭାଗଟା 10 ଟଙ୍କା ନେଇଯାଅ। ଲୋକମାନେ ଆଉ ପୁରା ତା ଦେଇଦେବେ, ଆଉ 200-300 ଗ୍ରାମ ଅଧିକ ଦେଇଦେବେ। ସେଇମାନେ ହେଉଛନ୍ତି ପରମେଶ୍ୱରଙ୍କ ଠାରୁ ଆଶୀର୍ବାଦ ପାଇବେ। ଯେଉଁମାନଙ୍କର ଦୟା ମାୟା ନାହିଁ, ଏକ୍ଜାକ୍ଟଲି ସେମାନେ ସପୋଜ 1 କିଲୋ, 1 କିଲୋ ଇଜ୍ ଇକ୍ୱାଲ୍ ଟୁ 1000 ଗ୍ରାମ, 1000 ଗ୍ରାମ। ତେବେ ଲୋକ ଅଛନ୍ତି, ବେପାରୀମାନେ ଅଛନ୍ତି, ବେପାରୀ କୁହାଯାଏ ଓଡ଼ିଆରେ, ଆଉ ଇଂଲିଶରେ ବିଜନେସମ୍ୟାନ୍ ଅଛନ୍ତି କହନ୍ତି। ସେମାନେ ପୁରା ପରଫେକ୍ଟ ମାନେ 1 କିଲୋ ଦେଖିକି ଦେବେ, 1000 ଗ୍ରାମ ପୁରା ପରଫେକ୍ଟ ଦେଖିଦେବେ। ଆଉ ଟିକେ ଏକ୍ସଟ୍ରା ସେମାନେ ଦେବେ ନାହିଁ। ଯେଉଁମାନଙ୍କର ଦୟା ନାହିଁ, ପ୍ରଭୁଙ୍କ ବାକ୍ୟରେ ଲେଖା ଅଛି ଯେ ଦୟା କରେ ନାହିଁ ସେ ନିର୍ଦ୍ଦୟ ଭାବେ ବିଚାରିତ ହେବ, ପ୍ରଭୁ ତାକୁ ଦୟା କରିବେ ନାହିଁ। ସେଥିପାଇଁ ଆମମାନଙ୍କ ମନ ମଧ୍ୟରେ ଦୟାର ମନୋଭାବ ରହିବା ଦରକାର। ସେଥିପାଇଁ ଲେଖା ହେଇଛି ନାନା ପ୍ରକାର ବଟକରା, ନାନା ପ୍ରକାର ପରିମାଣ ଉଭୟ, ବୋଥ୍ ଦ ଲର୍ଡ ଇଜ୍ ହେଟିଂ। ବର୍ଷ 10ରେ କ'ଣ ଲେଖା ହେଇଛି, ଇଂଲିଶରେ କ'ଣ ଲେଖା ହେଇଛି? ଲାଷ୍ଟ ବର୍ଷଟା ପଢ଼ିଦିନେ ବାବା, ତାପରେ ଆମେ ପ୍ରାର୍ଥନା କରିବା। Proverbs chapter 20 verse 10. Unequal weights and unequal measures are both alike an abomination to the Lord. Abomination to the Lord. Abomination ମାନେ ପ୍ରଭୁଙ୍କ ନିକଟରେ ଘୃଣା ବିଷୟ। God is hating. The sight of the Lord is abomination. ଏସବୁ ବ୍ୟବହାର କରିବା ଉଚିତ ନୁହେଁ। ସେଥିପାଇଁ ଆମମାନେ ଜାଣିବା ଦରକାର ଯେ ଆମମାନଙ୍କର ଦୟାର ମନୋଭାବ ରଖି ଲୋକମାନଙ୍କୁ ଦବା ନେବା ଆବଶ୍ୟକ, ଦବା ନେବା କରିବାର ଦରକାର ରହିଛି। ଯେଉଁମାନେ ଦୟା କରନ୍ତି ନାହିଁ ସେମାନେ ନିର୍ଦ୍ଦୟ ଭାବରେ ବିଚାରିତ ହେବେ। ଯେଉଁମାନେ ଦୟା କରନ୍ତି ନାହିଁ ପ୍ରଭୁ ସେମାନଙ୍କୁ ଦୟା କରିବେ ନାହିଁ।